जय जगन्नाथ। आज छुआ आलोचना करवा 3940 कली बड़ी भोजा बुझे ठाकुर अभिराम परमहंसकर बाणी नुआ पड़े जन आम आत्मीय लोक से विषय टी पठे कहते आज सारे आलोचना कर आगुरी आम कहीचे पंचशखांकर जुगर अवसान पर अनेक सिद्ध साधु उत्कल आसी किंतु वर्तमान समय को चाहिए शेष सिद्ध साधु उपर आसते किए से जगत गुरु ठाकुर अभिराम परमहंस। पंचसखा माने अनेक शास्त्र को ठार गार हिसाब से कौन करते जगत को चेतना दे जो ठाकुर अभिराम परमहंस आसिले से पंचसखा साहित्य को सरल करदे बुझ सरल कले सत किंतु अनेक स्थान रे तमे तांकर लेखा को यदि आलोचना करिवो पर्यालोचना करिवो देखिवो से तत्ववाद रे कौन करछन्ती ताको परिप्रकाश करछन्ती बुझियोछि कना उत्कल रे ठाकुर अभिराम परमहंस तत्ववाद रे थिले परिपक्व शेष समय टारे कलिर अंतिम पर्याय बेलू तांको ठाउ आ एमिति तत्ववाद शुणिया बहुत आउ क्या शुणिया बहुत कष्ट एवं निर्वेद मतवाद आसिले किए सन्थ भीम भूल है से सब जाक काटिकुटी गोटे जगह नहीं थी किए से सन्थ भीम भूल ठाकुर अभिराम परमहंस कौन कले सबू जाक कौन कले निज शरीर कौन कले स्थापन करी से गोटे जगह नहीं छाड़दे एवं कलिर अंतिम पर्याय ठाकुर अभिराम परमहंस पूरा खोलिक लिखिगले बुझा गले जब तुम टिके तत्ववाद पर पशि जाइए फटकिन जान ठाकुर अभिराम परमहंस कर पट्ट शिष्य आत्मा जमती अच्युतंकर रामदास थिला आत्मा पुरुष सेमती ठाकुर अभिराम परमहंसकर वैकुंठ बाबा थिले कौन स्वतंत्र वैकुंठ बाबा को छाड़ी ठाकुर रही पारे कि ठाकुर अभिराम परमहंस छाड़ी वैकुंठ बाबा गोटे मुहूर्त रही पारे आ गुरु शिष्य परंपरा कौन से जानिबा कथा बर्तमान अनेक गुरुकुल अच्छी मन रखी था कहती गुरु को नमणि मनर गुरु जे साक्षात ईश्वर कहीं महापुरुष कथा कह कहीं भागवत कथा प्रमाण दो प्रथमे भय प्रथम कौन भय भय जब तुम गुरु कर जागृत हो कौन भक्ति है भक्ति जो तुम प्रगाढ़ित आसब भाव भाव तुम पूरा प्रगाढ़ित हो आसब दर्शन दर्शन कौन स्वयं प्रभु दर्शन यदि मानव जन्म थर आम विभु को दर्शन करदे ताले मनुष्य जीवन सार्थक हो गला ना कौन है ठीक ना भूल आ गोटे कथा तुमको बारंबार आम कह आम हूँ गोटे साकारवादी लोक तत्ववाद अच्छी सत्य संसार रे किंतु आम जहाँ आखिरे न देखू ता विश्वास करू नहीं।
ତେଣୁ ସାକାରବାଦ ଦର୍ଶନ ଯେ ତମେ ପାଇଲ, ମନୁଷ୍ୟର ଜୀବନଟା ଆଉ କଣ ଅଛି? ଆଉ ଜୀବନ କଣ ଅଛି? ଆମେ ସମସ୍ତେ ଦେଖୁଛେ ଜଗନ୍ନାଥ କଣ ଦାରୁମମ ବିଗ୍ରହ, କିନ୍ତୁ ଆମ ମତରେ ନା, କଳି ଯୁଗର ପ୍ରତ୍ୟକ୍ଷ ଦେବତା ହଉଛନ୍ତି ସ୍ୱୟଂ ଜଗନ୍ନାଥ। କାରଣ ଆମେ ଯାହା ଅନୁଭୂତି କରୁଛୁ ଆମ ପାଇଁ ସତ୍ୟ, ତମେ ଯାହା ଅନୁଭୂତି କରୁଛ ତମ ପାଇଁ ସତ୍ୟ। କହେ ଅଭିରାମ ଭାଇ ଅନୁଭବ ଗୋଟି ସତ୍ୟ ମଣ। ତେଣୁ ଭୟ ଯଦି ନାହିଁ ଭକ୍ତି ଆସିବ ନାହିଁ, ଭକ୍ତି ଯଦି ନାହିଁ ଭାବ ଆସିବ ନାହିଁ, ଭାବ ଯଦି ନାହିଁ ଦର୍ଶନ ମିଳିବ ନାହିଁ, ଦର୍ଶନ ଯଦି ନାହିଁ ଇଏ ଜୀବନଟା ମାନବ ଜନ୍ମ ପାଇବା ସାର୍ଥକତା କେବେ ହେଲେ। ଛାଡ଼ନ୍ତୁ, ଠାକୁର ଆଜି କଣ କରୁଛନ୍ତି? ବୈକୁଣ୍ଠ ବାବାକୁ କହୁଛନ୍ତି, କୋଇଲି କି ସମ୍ବୋଧନ କରି ଠାକୁର ଅଭିନୟ ସୁନ୍ଦର ଆଜି କହୁଛନ୍ତି ଆଗକୁ ଘୋର ବିପଦ ଆସିବ, କେମିତି ଭକ୍ତମାନେ ତରିବେ। ହେଲା, କହିଲେ କୋଇଲିଲୋ ନିଷ୍ପାପୀ ହୋଇବ ଯେବେ ତୁମେ ନାରାୟଣକୁ ଏ ଘଟ ସମରପ ତେବେ ଲୋ କୋଇଲି। କହିଲେ ହେ କୋଇଲି, ତମେ ଯଦି ନିଷ୍ପାପୀ ହେଇଯିବ, ବୁଝିହଉଛି, ହବାକୁ ଯଦି ନିଷ୍ପାପୀ ହବାକୁ ଚେଷ୍ଟା କରୁଛ, ଯଦି କୌଣସି ପାପ ତମର ଅଜାଣତ ହେଇଯାଇଛି ତାକୁ ଯଦି ଖଣ୍ଡନ କରିବାକୁ ଚେଷ୍ଟା କରୁଛ, ନାରାୟଣକୁ ଏ ଘଟ ସମର୍ପ ବେକେ ଶୀଘ୍ର ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ ତମେ କରିଦିଅ। କୋଇଲି ଟମକ ବାଜିବ ସତ୍ୟ ବାଜା, ଟମକ ବାଜିବ ହେ କୋଇଲି, ଆଗକୁ ମହା ବିପଦ ମାନ ଆସିଯିବ। ଟମକ ବାଜିବ ମାନେ କଣ? ମାନେ ସତ୍ୟର ଆଗମନ ହବ, କଳି ନାଶ ଯିବ। ଟମକ ବାଜିବ ମାନେ ସତ୍ୟର କଣ ହେଇଯିବ? ଆଗଭର ହବ। 3 ନବ 4 ଶୂନ୍ୟ କଳି ବଳି ଭୋଜାଲୋ କୋଇଲି, ଛାଡ଼ିଦେଲି ଭକତେ ଜାଣିବେ, ଏକଥା ସମସ୍ତେ ଜାଣିପାରିବେ ନାହିଁ, କେବଳ ଜାଣିବେ କିଏ? ସେ ଭକତ ଜାଣିବେ କଥା। 3 ନବ 4 ଶୂନ୍ୟ, ଏଠି 3 ନ ମିଶେଇକି ବାହାର କରିବ ନାହିଁ। ସବୁବେଳେ କୁହେ ବା ବର୍ତ୍ତମାନ ବି କହୁଛୁ ଭାବାର୍ଥକ ଶବ୍ଦକୁ ବୁଝ। ଇଏ ମ୍ୟାଥମେଟିକ୍ସ ଥିଓରି ନୁହେଁ ଯେ 9 3 ମିଶେଇ ଦେଇକି ବାହାର କରିଦିଅ। କୋଉ ଭାବରେ ମହାପୁରୁଷ ଲେଖିଛନ୍ତି ତାକୁ ବୁଝ। କହିଲେ 3 ନବ ମାନେ 39, 4 ଶୂନ୍ୟ କେତେ ହେଲା? 40। ଯଥା ଆମେ ଓଡ଼ିଆ, ଆମର ଶୂନ୍ୟା ହଉଛି କଣ? ନୂଆ ବର୍ଷ ଓଡ଼ିଆଙ୍କର ନା। ଆମର କେତେ ସନ ଚାଲିଛି? 1431। ଠାକୁର କହୁଛନ୍ତି ବା ଅଭିରାମ ପରମହଂସ କହୁଛନ୍ତି 1439 କିମ୍ବା 1440 ଛନ ବେଳକୁ ହେଲା। କଳି ବଳି ଭୋଜା, କଳି କଣ ବିନାଶ ପଡିଯିବ। ଏଇ ଠାକୁର ଅଭିରାମ ପରମହଂସ ଖୋଲି କହିଦେଲେ କେତେ? 1439 କିମ୍ବା 1440, ତାରି ଭିତରେ। କିନ୍ତୁ ମହାପୁରୁଷ ଅଚ୍ୟୁତ ତା ଆଗରୁ ଖୋଲିକି କହିଥିଲେ। କଣ କହିଲେ? ଫଣି 32ରେ ବାବୁ ଛତ୍ର ଧରା ହେବ, ଫିଟିବ ପ୍ରଜାଙ୍କ କଷ୍ଟ ସୁବୁଷ୍ଟି ହୋଇବ। ଫଣି ବୋଲନ୍ତି ଆଗରୁ କହିଛି 7, 32 7 ମିଶିଲେ କଣ? ଫଣି 32 ମାନେ 7 32 ମିଶିଲେ କେତେ ହେଲା? 39। ଏଠି ଠାକୁର କହିଲେ 3 9 4 ଶୂନ୍ୟ ମାନେ 39 40, ଏଠି ଅଚ୍ୟୁତ କହିଲେ 39। ହାରାହାରି ଏକା ଆଉ କଣ? ତେଣୁ କହିବାର ତାତ୍ପର୍ଯ୍ୟ ସବୁ ସାବଧାନ ହେଇଯାଅ। ହେଲା, ସମୟ
ଖୁବ୍ ନିକଟତର। ଆସନ୍ତା ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଠାରୁ ପୃଥିବୀ ଭୂଖଣ୍ଡକୁ ମହାକାଳର କ'ଣ ଆଗଭର। ଦ୍ୱାପର ଯୁଗରେ କୋକୁଆ ଭୟରେ ମରିଲେ ଯାଦବ ବଂଶ। ଏମିତି ସେଇଠୁ ଘଟଣା ସବୁ ଘଟିବ। ଭକ୍ତମାନଙ୍କ ଚେତନା ପଶିବ, ନା ସତରେ କ'ଣ, ସତରେ କଳିଯୁଗର ଅବସାନ ଘଟିବ। ବର୍ତ୍ତମାନ ନରମା ଗୁଞ୍ଜରେ ଅସ୍ୱସ୍ଥ ମାହତ। ଥୋଡ଼ାଏ କହୁଛନ୍ତି ହଁ, କିଛି କହୁଛନ୍ତି ହବନି କିଛି। ହଁ ନାହିଁରେ ବର୍ତ୍ତମାନ ସମାଜ ଚାଲିଛି। କିନ୍ତୁ ସେଇଠାରୁ କ'ଣ ହେଇଯିବ, ଲୋକଙ୍କର ଚେତନା ଫେରିବ। କିନ୍ତୁ ଚେତନା ଫେରିଲେ ମଧ୍ୟ ଆଉ ବଳ ନଥିବ। ଯାହା ନ ହେଇଛି ବାଳୁତ କାଳେ, ତାହା କି ହୋଇବ ସେ ବୃଦ୍ଧ କାଳେ। ବୁଝୁଛି। 39 ବେଳକୁ ଅଚ୍ୟୁତଙ୍କ ଭାଷାରେ, ଜଗତଗୁରୁ ଠାକୁରଙ୍କ ଅଭିରାମ ପରମହଂସଙ୍କ ଭାଷାରେ ସନ 1439 ବେଳକୁ ଆଉ ସଂସାର ଉବୁଟୁ ହଉଥିବ। ହେଲା। ରାଜନୀତି ମୁଖ୍ୟମନ୍ତ୍ରୀଙ୍କ କଥା ମହାପୁରୁଷ ଲେଖିଛନ୍ତି। ଅନେକ ପ୍ରବଚକ କହୁଛନ୍ତି ସେ କିନ୍ତୁ ସମ୍ପୂର୍ଣ୍ଣ ସତ କହିପାରୁନାହାନ୍ତି। ଆମେ ଟିକେ ବି ଡରୁଛୁ, କାରଣ ଆମ ପାଖେ ସମସ୍ତେ ସମାନ ନା। କାହାକୁ କହିଲା ମାନେ ଏ ଦଳ ଫିଲିଂ ହେଇଯିବ। ତେଣୁ ଏତିକି ମନେ ରଖିଥାଅ, ବିନାଶ ହିଁ ବିନାଶ। 2024 ମସିହା ଚୈତ୍ର ମାସ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଠାରୁ ପୃଥିବୀରେ ମହାକଳଙ୍କ ଗ୍ରାସିଯିବ। ହେଲା। ସେ କଳଙ୍କ ଛାଡ଼ିଲା ବେଳକୁ 1439 ସନ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବେଳଉ ବନ୍ଧବାନ୍ଧବ, ନହେଲେ ନାହିଁ ଆପଣା କର୍ମ ଆପେ ଭୋଗୁଥିବ। ଇଏ ଟଙ୍କାର କିଛି ମହତ୍ଵ ରହିବ ନାହିଁ, ସୁନାର କିଛି ମହତ୍ଵ ରହିବ ନାହିଁ, କି ସେ 5 ତଲା ବିଲ୍ଡିଂର କିଛି ମହତ୍ଵ ରହିବ ନାହିଁ। ସର୍ବେ ହୋଇବେ ଏକକାର, ନଥିବ ବେଦର ବିଚାର। ବୋଲ ଆନନ୍ଦେ କବା ହରି।